ସତ୍ୟରଞ୍ଜନ ଓଡ଼ିଆ ବ୍ଲଗରୁ ୟୁଟ୍ୟୁବରୁ ଆସିଥିଲୁ ଆଉ ସେଠି ଗୋଷ୍ଟ ଅଛି କି ନାହିଁ ସେ ଜଙ୍ଗଲରେ ଦେଖିବା ପାଇଁ ଆସିଥିଲୁ। ଆସିଥିଲା ମାନେ ତୁମେ କେମିତି ଆସିଲ କିରେ ପିଲେ? ତ ପୁରା ଭୟଙ୍କର। ବର୍ତ୍ତମାନ 9:35 ହେଲାଣି, ସଞ୍ଜ ବୁଡ଼େ ଦେଖ ଲୋକ ବଜାର କେହି ନାହାନ୍ତି, ତୁମେ ସବୁ ଏଠି କାହିଁ ଆସିଛ? ମୁଁ ବା ଝିଅକୁ ଛାଡ଼ିବା ପାଇଁ ବର୍ତ୍ତମାନ ମୁଁ ଛିଡ଼ା ହେଇଛି, ବର୍ତ୍ତମାନ କେମିତି ଯିବି? ଭୟଙ୍କର ଏଠି ପୁରା ପୁରା ସ୍ୱପ୍ନରେ ବି ତୁମେ ଜାଣିପାରିବନି, ଦେଖିପାରିବନି, ଏତେ ଭୟଙ୍କର। ଦିନ 2 ପରେ ଆମ୍ବ ଗଛ ଏମିତି ତୋଳିବାକୁ ହେଇଥିବ, ଆମ୍ବ ଗଛ ଶୋଇ ପଡ଼ିବ, ଏତେ ଭୟଙ୍କର। ଟୋଟାଲି ଏ ଜାଗାରୁ ତୁମେ ଜୀବନ ନେଇକି ପଳେଇ ଯାଅ। ଏଠି 2ଟା ଆତ୍ମା ବୁଲୁଛନ୍ତି, ଭୟଙ୍କର ଆତ୍ମା। ଗାଡ଼ି ଚଲେଇ ପାରିବନି, ମନକୁ ଷ୍ଟାର୍ଟ ବନ୍ଦ ହେଇଯିବ, ମନକୁ କିଏ ଗୋଟେ ଭିଡ଼ି ଦେବ, ସେ ଗଛ ଏମିତି ଶୋଇ ପଡ଼ିବ, ଜମା ଏଇଠି ରହିବନି। ପିଲେ ତୁମେ ତୁରନ୍ତ ଏଇଠୁ ସବୁ ପଳାଅ। ବରଂ ମୋତେ ଟିକେ ସାହାଯ୍ୟ କର, ହେଲେ ଛାଡ଼ି ଦେଇକି ଆସ ବସି ଘରେ ଟିକେ, ମୋର ଏଇଠୁ ମାତ୍ର 1.5 କିଲୋମିଟର। ମୁଁ ପଳେଇ ଲୋକଙ୍କ ପାଖକୁ ଆଇଥିଲି ଏଠି ବୁଝିବା ପାଇଁ, ମୁଁ ଆଉ ଜାଣିନଥିଲି, ମନ ମୋର ନଥିଲା, ହୋସରେ ପଳେଇ ଆଇଲି। ବର୍ତ୍ତମାନ ମୁଁ ଏଇନା ଯାଇପାରୁନି। ତୁମେ ତୁରନ୍ତ ଏଠୁ ନେଇକି ପିଲାମାନେ ସବୁ ଭାଗିଯାଅ, ଖାଇ ପିଇ ଘରେ ଶୁଅ। ଭୟଙ୍କର ଏଇଠି ଆତ୍ମା ବୁଲୁଛି, ପୁରା 2ଟା ଆତ୍ମା। ବୁଝିହେଲା ତ? ସବୁ ତୁରନ୍ତ ଚାଲ।